ପିଲାମାନେ ଆଜି ଆମେ ତମ ପ୍ରଥମ ଶ୍ରେଣୀ ପ୍ରଥମ ଭାଗ ହସ ଖେଳ ବହିର ପାଠ 3 ଛେଳି ଡରେ ପାଣିକୁ ଗପଟିକୁ ଭଲ ଭାବରେ ପଢ଼ିବା ଏବଂ ବୁଝିବା। ତା ପୂର୍ବରୁ ଯଦି ପିଲାମାନେ ତମାନେ ଏହି ଭିଡ଼ିଓଟିକୁ ଦେଖୁଥାଅ କିମ୍ବା ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଚ୍ୟାନେଲଟିକୁ ପ୍ରଥମେ ସବସ୍କ୍ରାଇବ୍ କରିଦିଅ। ତା ସହିତ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅ, ଯାହା ଫଳରେ ନୂଆ ନୂଆ ଭିଡ଼ିଓ ଗୁଡ଼ିକ ଘରେ ବସି ତମମାନେ ଦେଖିପାରିବ। ପିଲାମାନେ ଏବେ ଆମେ ଗପଟିକୁ ଭଲ ଭାବରେ ପଢ଼ିବା ଏବଂ ବୁଝିବା। ତମମାନେ ସମସ୍ତେ 11 ନମ୍ବର ପେଜ ଖୋଲ ବହିରେ। ଏବେ ଆମେ ପଢ଼ିବା ଏବଂ ବୁଝିବା। ଏଠି କ'ଣ ଲେଖା ଅଛି ନା ପାଠ 3। ଗପଟିର ନାଁ କ'ଣ ନା ଛେଳି ଡରେ ପାଣିକି। ହେଲା, ଏବେ ଆମେ ପଢ଼ିବା ତାପରେ ବୁଝିବା। ବଣ ଭିତରେ ପାହାଡ଼ଟିଏ, ପାହାଡ଼ ତଳେ ଝରଣାଟିଏ, ଝରଝର କରି ବହି ଯାଉଥାଏ। ଝଲମଲ ପାଣି, ମାଛମାନେ ଫକ୍ ଫକ୍ ଡିଆଁ ଡେଇଁ କରୁଥାନ୍ତି। ଛେଳିଟିଏ ଝରଣା ପାଖରେ ଯାଉଥିଲା। କ'ଣ ହେଇଛି ପିଲାମାନେ? ତମମାନେ ଏଠି ଲକ୍ଷ୍ୟ କର ସବୁ କ'ଣ ହେଇଛି ନା ବଣ ଭିତରେ ପାହାଡ଼ଟିଏ। ପିଲାମାନେ ଏଠି ତମମାନେ ବହୁତ ଗୁଡ଼ିଏ ଗଛକୁ ଦେଖୁଛ। ଗଛ ଥିଲେ ଆମେ ମାନେ କ'ଣ କହୁଥାଉ ନା ଗଛ ଯୋଉଠି ବହୁତ ଗୁଡ଼ିଏ ଥାଏ ଆମେ ତାକୁ କ'ଣ କହିଥାଉ ନା ବଣ କହିଥାଉ। ବଣ ଭିତରେ ସେ କହିଛି କ'ଣ ନା ପାହାଡ଼ଟିଏ। ଏଠି ପିଲାମାନେ ତମମାନେ ଲକ୍ଷ୍ୟ କର, ଏଠି ବହୁତ ଗୁଡ଼ିଏ ଗଛ ଅଛି। ଯେହେତୁ ଏଟା ବଣ ଭିତରେ ପାହାଡ଼ଟିଏ। ଏଠି ପିଲାମାନେ ଲକ୍ଷ୍ୟ କରୁଛ ବଡ଼ ବଡ଼ ପାହାଡ଼ ଅଛି। କ'ଣ ହେଇଛି ନା ବଣ ଭିତରେ ପାହାଡ଼ଟିଏ, ପାହାଡ଼ ତଳେ ଝରଣାଟିଏ। ପାହାଡ଼ ତଳେ ପିଲାମାନେ ଏଇଠି ତମମାନେ ଲକ୍ଷ୍ୟ କରୁଛ ଇଏ ହେଉଛି ପାହାଡ଼, ଇଏ ପାହାଡ଼ ତଳେ ଝରଣାଟିଏ। ଏଠି ପିଲାମାନେ ଦେଖୁଛ ଝରଣାକୁ ତମମାନେ। ତାପରେ କ'ଣ ହେଇଛି ନା ଝରଝର କରି ବହି ଯାଉଥାଏ। ଏଇ ଯେଉଁ ପାହାଡ଼ ତଳେ ଯେଉଁ ଝରଣା ଅଛି ସେ ଝରଣାଟି କ'ଣ ହେଇଛି ନା ଝରଝର କରିକି ବହି ଯାଉଥାଏ। ହେଲା, ତାପରେ ଝଲମଲ ପାଣି। ଝଲମଲ ପାଣି, ଝରଣାର ପାଣି ଗୁଡ଼ିକ କିପରି ଦେଖାଯାଉଥାଏ ନା ଝଲମଲ ଝଲମଲ କରି ଦେଖାଯାଉଥାଏ। ମାଛମାନେ ଫକ୍ ଫକ୍ ଡିଆଁ ଡେଇଁ କରୁଥାନ୍ତି। ଏଠି ପିଲାମାନେ ତମମାନେ ଦେଖୁଛ ଏଇ ଯେଉଁ ଝରଣାଟି ବହି ଯାଇଛି ତା ଭିତରେ କ'ଣ ହେଇଛି ନା ମାଛମାନେ ଫକ୍ ଫାକ୍ କରି ଡେଉଁଛନ୍ତି। ତମମାନେ ଦେଖିପାରୁଛ କି ନାହିଁ ଭଲ ଭାବରେ ତମମାନଙ୍କ ବହିରେ? ତାପରେ କ'ଣ ହେଇଛି ନା ଛେଳିଟିଏ ଝରଣା ପାଖରେ ଯାଉଥିଲା। ଛେଳିଟିଏ ଏଠି ପିଲାମାନେ ତମମାନେ ଦେଖ ଭଲ ଭାବରେ। ଛେଳିଟିଏ କ'ଣ କରୁଛି ନା ଝରଣା ପାଖରେ ଯାଉଛି। ଏଠି ଏଇ ଝରଣା ବହି ଯାଉଛି, ଝରଣା ପାଖ ଦେଇକି ଛେଳି କ'ଣ କରୁଛି ନା ଯାଉଛି। ତାପରେ ଦେଖିବା କ'ଣ ହେଇଛି ଏଠି। ଛେଳି ଝଲମଲ ପାଣିକୁ ଦେଖିଲା, ଗାଧେଇବା ପାଇଁ ତାର ମନ ହେଲା। ସେ ପାଣି ଭିତରକୁ ଡେଇଁ ପଡ଼ିଲା। ମାଛ ଦେହରେ ତା ଗୋଡ଼ ବାଜିଗଲା। ମାଛଟି ରାଗରେ ଗର୍ଗର ହୋଇ ଛେଳିର ଗୋଡ଼କୁ କାମୁଡ଼ି ଦେଲା। ତାପରେ କ'ଣ ହେଲା ପିଲାମାନେ କହିଲ? ଏଠି ଯେଉଁ ଛେଳିକି ତମେ ଦେଖୁଛ ସେ କ'ଣ କଲା ନା ଝରଣା କୂଳରେ ଏଇ ଝରଣାର ବାଟ ଦେଇକି ଯାଉଥିବା ସମୟରେ ତାର କ'ଣ ହେଲା ନା ଝଲମଲ ପାଣିକୁ ଦେଖିକି ସେ କ'ଣ ହେଲା ନା ଗାଧେଇବା ପାଇଁ ତାର ମନ ହେଲା। ସେ ପାଣି ଭିତରକୁ ଡେଇଁ ପଡ଼ିଲା। ତମମାନେ ଦେଖିପାରୁଛ କି ନାହିଁ? ଏଇ ଝରଣାର ଯେଉଁ ଝଲମଲ ପାଣିକୁ ସେ ଛେଳି ଦେଖିଲା, ତାପରେ ସେ କ'ଣ କଲା ନା ତାର ଗାଧେଇବା ପାଇଁ ଇଚ୍ଛା ହେଲା। ତାପରେ ସେ କ'ଣ କଲା ନା ସେ ପାଣି ଭିତରକୁ ଡେଇଁ ପଡ଼ିଲା। ମାଛ ଦେହରେ ତା ଗୋଡ଼ ବାଜିଲା। ତମମାନେ ଦେଖିପାରୁଛ କି ନାହିଁ? ଏଇ ଝରଣାରେ କ'ଣ ବହୁତ ଗୁଡ଼ିଏ ମାଛ ଖେଳୁଛନ୍ତି। ଛେଳି ଯେତେବେଳେ ପାଣି ଭିତରକୁ ଡେଇଁ ପଡ଼ିଲା ତାପରେ କ'ଣ ହେଲା ନା ଛେଳିର ଗୋଡ଼ ମାଛ ଦେହରେ ବାଜିଲା। ମାଛଟି ରାଗରେ ଗର୍ଗର ହୋଇ ଛେଳିର ଗୋଡ଼କୁ କାମୁଡ଼ି ଦେଲା। ମାଛ ଦେହରେ ଯେତେବେଳେ ଛେଳିର ଗୋଡ଼ ବାଜିଲା ସେ ମାଛମାନେ କ'ଣ କଲେ ନା ମାଛଟି କ'ଣ କଲା ନା ଛେଳିର ଗୋଡ଼କୁ କ'ଣ କଲା ନା କାମୁଡ଼ି ଦେଲା। ହେଲା, ଏଠି ପିଲାମାନେ ଦେଖିପାରୁଛ କି ନାହିଁ ତମମାନେ? ଛେଳି ଯେତେବେଳେ କ'ଣ ଝରଣା ଭିତରକୁ ଗାଧେଇବା ପାଇଁ ଡେଇଁ ପଡ଼ିଲା ସେତେବେଳେ କ'ଣ ହେଲା ନା ମାଛର ଦେହରେ ତା ଗୋଡ଼ ବାଜିଗଲା। ମାଛଟି ରାଗରେ ଗର୍ଗର ହୋଇକି କ'ଣ କଲା ନା ଛେଳିର ଗୋଡ଼କୁ କାମୁଡ଼ି ଦେଲା। ଏଠି ପିଲାମାନେ ତମମାନେ ଦେଖିପାରୁଛ କି ନାହିଁ? ଏଠି ଝରଣା ଭିତରେ ଛେଳି ଗାଧେଇବା ପାଇଁ ଡେଇଁ ପଡ଼ିଛି। ଦେଖିପାରୁଛ କି ନାହିଁ ତମମାନେ? ଏଠି ବହୁତ ଗୁଡ଼ିଏ ପାଣି ଅଛି। ତାପରେ କ'ଣ ହେଲା ନା ଛେଳିର ଗୋଡ଼ ମାଛ ଦେହରେ ବାଜିଗଲା। ମାଛଟି ଦେଖ ଏଠି କେମିତି ଛେଳିର ଗୋଡ଼କୁ କାମୁଡ଼ିକି ଧରିଛି। ତାପରେ ଦେଖିବା କ'ଣ ହେଲା ଏଠି। ଛେଳିର ଦେହ ଝିମଝିମ ହୋଇଗଲା। ଯେତେବେଳେ ମାଛ କ'ଣ କରିଛି ନା ଛେଳିର ଗୋଡ଼କୁ କାମୁଡ଼ି ଦେଇଛି ସେତେବେଳେ କ'ଣ ହେଇଛି ନା ଛେଳିର ଦେହ ଝିମଝିମ ହୋଇଗଲା। ସେ ଭୟରେ ପାଣିରୁ ବାହାରି ପଳାଇ ଗଲା।
ସେ କ'ଣ କଲା ନା ମାଛ ଯେତେବେଳେ ଛେଳିର ଗୋଡ଼କୁ କାମୁଡ଼ି ଦେଇଛି ଛେଳି ସେଠୁ କ'ଣ ହେଇଛି ନା ଡରି ଯାଇଛି। ଡରିକି କ'ଣ କରିଛି ସେ ଭୟଭୀତ ହୋଇକି ପାଣିରୁ ପଳାଇ ଯାଇଛି। ସେହି ଦିନଠାରୁ ଛେଳି ପାଣି ଭିତରକୁ ଯାଏ ନାହିଁ। ସେଇ ଦିନଠୁ କ'ଣ ନା ଛେଳି ଡରେ ପାଣିକୁ। ସେ ଛେଳି ପାଣିକୁ ଡରିକି କ'ଣ କରେ ନା କ'ଣ ପାଣି ଭିତରକୁ ଯାଏ ନାହିଁ। ପିଲାମାନେ ତମମାନେ ଗପଟିକୁ ଭଲ ଭାବରେ ବୁଝିପାରିଲ କି ନାହିଁ? ମନେ ରହିଲା କି ନାହିଁ? ହଉ ତାହେଲେ ମୁଁ ଆଉ ଥରେ ଗପଟିକୁ କହୁଛି, ତମମାନେ ମନ ଦେଇକି ଶୁଣିବ। ବଣ ଭିତରେ ପାହାଡ଼ଟିଏ। ଏଠି ପିଲାମାନେ ଦେଖୁଛ ତମମାନେ ଏଠି ବଣ ଗଛ ଅଛି ହେଲା। ଏଠି ହେଉଛି କ'ଣ ବଣ ଭିତରେ ପାହାଡ଼ଟିଏ। ବଣ ଭିତରେ ଏଠି ବହୁତ ଗୁଡ଼ିଏ ପାହାଡ଼କୁ ତମେ ଦେଖୁଛ ହେଲା। ତାପରେ କ'ଣ ହେଇଛି ନା ପାହାଡ଼ ତଳେ ଝରଣାଟିଏ। ପାହାଡ଼ ତଳେ ଝରଣାଟିଏ ହେଲା। ଏଇ ଝରଣାକୁ ତମମାନେ ଦେଖୁଛ ଝର ଝର କରି ବହି ଯାଉଥାଏ। ପାହାଡ଼ ତଳେ ଯେଉଁ ଝରଣାଟି ଅଛି ସେ କ'ଣ ହେଇଛି ନା ଝର ଝର କରି ବହି ଯାଉଥାଏ। ଝଲମଲ ପାଣି, ଝରଣାର ପାଣି ଗୁଡ଼ିକ ଝଲମଲ ଦିଶୁଥାଏ। ମାଛମାନେ ସେଇ ଝରଣା ପାଣିରେ କ'ଣ କରୁଥାନ୍ତି ନା ଫକ୍ ଫାକ୍ କରି ଡିଆଁ ଡେଇଁ କରୁଥିଲେ। ଛେଳିଟିଏ ଝରଣା ପାଖରେ ଯାଉଥିଲା। ଏଠି ପିଲାମାନେ ଦେଖିପାରୁଛ କି ନାହିଁ ତମମାନେ? ଏଇ ଯେଉଁ ଝରଣା ପାଣି ଅଛି ସେଠି କ'ଣ ହେଇଛି ନା ମାଛମାନେ ଫକ୍ ଫାକ୍ ହେଇକି ଡେଉଁଛନ୍ତି। ସେଇ ଝରଣା ବାଟ ଦେଇକି ଛେଳି ଯାଉଥିଲା। ତାପରେ କ'ଣ ହେଲା ନା ଛେଳିର କ'ଣ ଝଲମଲ ପାଣିକୁ ଦେଖିଲା। ଛେଳି ଯେତେବେଳେ କ'ଣ ଏଇ ଝରଣା ବାଟ ଦେଇ ଯାଉଥିଲା ସେ କ'ଣ କଲା ନା ଝରଣାର ଝଲମଲ ପାଣିକୁ ସେ ଦେଖିଲା। ତାପରେ କ'ଣ ହେଲା ନା ଝରଣାର ସେଇ ଝଲମଲ ପାଣିକୁ ଦେଖି ତାର ଗାଧେଇବା ପାଇଁ ମନ ହେଲା। ସେ କ'ଣ କଲା ତାପରେ କ'ଣ କଲା ନା ପାଣି ଭିତରକୁ ଡେଇଁ ପଡ଼ିଲା। ମାଛର ଦେହରେ ତା ଗୋଡ଼ ବାଜିଗଲା। ସେ ଯେତେବେଳେ ଗାଧେଇବା ପାଇଁ ଝରଣା ଭିତରକୁ ଡେଇଁ ପଡ଼ିଲା। ଏଠି ପିଲାମାନେ ତମମାନେ ଲକ୍ଷ୍ୟ କର ଝରଣା ଭିତରେ ବହୁତ ଗୁଡ଼ିଏ ମାଛ ଖେଳୁଛନ୍ତି। ଏଠି ତମମାନେ ଦେଖିପାରୁଛ କି ନାହିଁ? ବହୁତ ଗୁଡ଼ିଏ ମାଛ ଏଠି ଖେଳୁଛନ୍ତି। ସେ ଯେତେବେଳେ ଗାଧେଇବା ପାଇଁ ଝରଣା ଭିତରକୁ ଡେଇଁ ପଡ଼ିଲା ମାଛର ଦେହରେ ତା ଗୋଡ଼ ବାଜିଗଲା। କାହାର ଗୋଡ଼ ବାଜିଗଲା ନା ଏହି ଛେଳିର ଗୋଡ଼ ବାଜିଗଲା ହେଲା। ମାଛଟି ରାଗରେ ଗର୍ଗର ହୋଇ ଛେଳିର ଗୋଡ଼କୁ କାମୁଡ଼ି ଦେଲା। ମାଛର ଦେହରେ ଯେତେବେଳେ ଛେଳିର ଗୋଡ଼ ବାଜିଗଲା ସେଠୁ ମାଛ କ'ଣ କଲା ନା ରାଗରେ ଗର୍ଗର ହୋଇକି ଏ ଛେଳିର ଗୋଡ଼କୁ କାମୁଡ଼ି ଦେଲା। ଏଠି ପିଲାମାନେ ତମମାନେ ଲକ୍ଷ୍ୟ କର କ'ଣ ହେଇଛି ନା କ'ଣ ଯେତେବେଳେ ଛେଳି ଝରଣା ଭିତରକୁ ଡେଇଁ ପଡ଼ିଛି ଗାଧୋଇବା ପାଇଁ ଝଲମଲ ପାଣିକି ଦେଖି ତାର ଲୋଭ ହେଇଛି। ସେ ସେତେବେଳେ କ'ଣ କରୁଛି ନା ଝରଣା ବାଟେ ଯାଉଁ ଯାଉଁ ସେ ଝରଣା ଭିତରକୁ ଡେଇଁ ପଡ଼ିଲା। ତାପରେ ଝରଣା ଭିତରେ ତ ବହୁତ ମାଛ ଖେଳୁଥିଲେ। ସେଇ ମାଛମାନଙ୍କ ଭିତରୁ ଗୋଟେ ମାଛ ଦେହରେ ତା ଗୋଡ଼ ବାଜିଗଲା। ତାପରେ ମାଛ ରାଗିକି କ'ଣ କଲା ନା ତା ଗୋଡ଼କୁ କାମୁଡ଼ି ଦେଲା। ତାପରେ କ'ଣ ହେଲା ନା ଛେଳିର ଦେହ ଝିମଝିମ ହୋଇଗଲା। ସେ ସେଠୁ କ'ଣ କଲା ନା ଡରିକି ପାଣିରୁ ବାହାରିକି ପଳେଇଗଲା। ସେହି ଦିନଠାରୁ କ'ଣ ହେଇଛି ନା ଛେଳି ପାଣି ଭିତରକୁ ଯାଏ ନାହିଁ ହେଲା। ଛେଳି କ'ଣ କରେ ନା ପାଣିକୁ ଡରେ। ସେ କ'ଣ ଭାବେ କାଳେ କ'ଣ ପାଣି ଭିତରେ ମାଛ ଥିବ ଆଉ ତା ଗୋଡ଼କୁ କାମୁଡ଼ି ଦବ। ସେହି ଦିନଠାରୁ କ'ଣ ଛେଳିମାନେ ପାଣିକୁ ଡରନ୍ତି। ପାଣିକୁ ଆଉ ମାଛକୁ ଡରନ୍ତି ହେଲା। ତମମାନେ ଏବେ ବୁଝିପାରିଲ କି ନାହିଁ ପିଲାମାନେ? ଗପଟିକୁ ଭଲ ଭାବରେ ମନେ ରଖିବ। ପିଲାମାନେ ଏବେ ତମମାନଙ୍କୁ ମୁଁ କିଛି ପ୍ରଶ୍ନ ପଚାରିବି, ତମେ ତାହାର ଉତ୍ତର ଦେବ ହେଲା। ଆଚ୍ଛା କହିଲ ପିଲାମାନେ 1 ନମ୍ବର କ୍ୱେଶ୍ଚେନ୍, କେଉଁମାନେ ଝରଣା ପାଣିରେ ଫକ୍ ଫକ୍ ହୋଇ ଡିଆଁ ଡେଇଁ କରୁଥିଲେ? କୁହ ପିଲାମାନେ, କେଉଁମାନେ ଝରଣା ପାଣିରେ ଫକ୍ ଫକ୍ ହେଇକି ଡେଉଁଥିଲେ? ନା ମାଛମାନେ ଝରଣା ପାଣିରେ ଫକ୍ ଫକ୍ କରି ଡେଉଁଥିଲେ। କାହାର ଗାଧେଇବା ପାଇଁ ମନ ହେଲା? ପିଲାମାନେ କୁହ, ଏଠି ପାଣିରେ କିଏ ଏଠି ଗାଧଉଛି? କାହାର ଗାଧେଇବା ପାଇଁ ମନ ହେଲା? ନା ଛେଳିର ଗାଧେଇବା ପାଇଁ ମନ ହେଲା ହେଲା। ତାପରେ କ୍ୱେଶ୍ଚେନ୍ ନମ୍ବର 3, ଛେଳି ବଣ ଭିତରେ କ'ଣ ଦେଖିଲା? ଛେଳି ବଣ ଭିତରେ କ'ଣ ଦେଖିଲା? ସେ ଯେତେବେଳେ ଝରଣା କୂଳ ଦେଇ ଯାଉଥିଲା ସେତେବେଳେ ସେ କ'ଣ ଦେଖିଲା ବଣ ଭିତରେ? ନା ଝରଣାର ଝଲମଲ ପାଣିକୁ ଦେଖିଲା ହେଲା। କ୍ୱେଶ୍ଚେନ୍ ନମ୍ବର 4, ମାଛ ଦେହରେ କାହାର ଗୋଡ଼ ବାଜିଗଲା? ପିଲାମାନେ କହିଲ, ଏଇଟା ତମେ ଭଲସେ କହିପାରିବ। ଏଠି ମାଛ ଅଛି, ମାଛ ଦେହରେ କାହାର ଗୋଡ଼ ବାଜିଗଲା? ମାଛ ଦେହରେ ଛେଳିର ଗୋଡ଼ ବାଜିଗଲା ହେଲା। କ୍ୱେଶ୍ଚେନ୍ ନମ୍ବର 5,
ଛେଳିର ଗୋଡକୁ କିଏ କାମୁଡି ଦେଲା? କହିଲ ପିଲାମାନେ, ଏହି ଛବି ଦେଖିକି ତମମାନେ କହିପାରିବ ଛେଳିର ଗୋଡକୁ କିଏ କାମୁଡି ଦେଲା? ନା ଛେଳିର ଗୋଡକୁ ମାଛ କାମୁଡି ଦେଲା। ହେଲା। ତାପରେ କ୍ୱେଶ୍ଚନ ନମ୍ବର 6 ହେଲା। କାହାର ଦେହ ଝିମଝିମ ହେଲା? କାହାର ଦେହ ପିଲାମାନେ ଝିମଝିମ ହେଲା? ନା ଛେଳିର ଦେହ ଝିମଝିମ ହେଲା। କାହିଁକି? ନା ମାଛଟି ଯେହେତୁ ତା ଗୋଡକୁ କାମୁଡି ଦେଲା, ସେଥିପାଇଁ ଛେଳିର ଦେହ ଝିମଝିମ ହେଲା। କ୍ୱେଶ୍ଚନ ନମ୍ବର 7 କିଏ ପାଣିରୁ ବାହାରି ପଳାଇଲା? କିଏ ପାଣିରୁ ବାହାରି ଭୟରେ ଡରିକି ପଳାଇଲା ପିଲାମାନେ? କିଏ ପଳାଇଲା? ଛେଳି ଡରିକି ଭୟରେ ପଳାଇଲା। କାହିଁକି? ନା ଯେହେତୁ ମାଛ ତା ଗୋଡକୁ କାମୁଡି ଦେଲା, ସେଠୁ ସେ କଣ କଲା? ନା ଡରିକି ପାଣିରୁ ବାହାରିକି ଜଲ୍ଦି ଜଲ୍ଦି ପଳାଇଲା। ପିଲାମାନେ, ତମମାନଙ୍କୁ ଯଦି ସ୍କୁଲରେ ଏଇଭଳି ପ୍ରଶ୍ନ ପଚରାଯାଏ, ତମେ ତାହାର ଉତ୍ତର ଦେଇପାରିବ ଭଲ ଭାବରେ। ଆଚ୍ଛା ହଉ ପିଲାମାନେ, ତମମାନଙ୍କୁ ଯଦି ଏହି ଗପଟି ଭଲ ଲାଗିଥାଏ, ଲାଇକ୍, ସେୟାର, ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।